सकाळ 5:30 उठी ମୁଁ ବାହାରି ଯାଇଥିଲି ବ୍ୟାସନଗର ଷ୍ଟାଡ଼ିୟମ୍, କାରଣ ସେଠି ହେଉଛି CM ଟ୍ରଫି 2.0 ଖେଳ ହେବ। ଆମେ ଯାଇ ଫାଇନାଲି ପହଞ୍ଚିଗଲୁ CM ଟ୍ରଫି ପାଇଁ ବ୍ୟାସନଗର ଷ୍ଟାଡ଼ିୟମ୍ରେ। ଲୁ ମା ସେଠି ଛୁଆ କ'ଣ ଖେଳିବି, ଏଠି ତ ଗାଈଙ୍କର ବଳଦଙ୍କର ଚାଲିକି ରେସ୍। ସେଠି ଗାଈ ବଳଦ ରେସ୍ ଟିକେ ଦେଖିଲା ପରେ ଆମେ ଯାଇ ଦେଖିଥିଲୁ ପୁରାପୁରି ମଇଦାନ ରେଡ଼ି। ସମ୍ବିତ ଭାଇ ବି ରେଡ଼ି, ଶଙ୍କର ଗୁରୁଜୀ ବି ରେଡ଼ି, ଆଉ ମୁଁ ତ ଫୁଲ୍ ରେଡ଼ି। ଆଉ ଆପଣ ତ ଜାଣିଥିବେ ଆଉ ପିଲାମାନେ ଚୂନ ଫୁନ ପକାଇଦେଲେ। ଆପଣ ପଡ଼ିଆର ସୌନ୍ଦର୍ଯ୍ୟକରଣ ଦେଖିପାରୁଥିବେ, ନବୀନ ସରକାରରେ ହେଇଥିଲା। ଆଉ ଏଠି କିଛି ପିଲା ଅଛନ୍ତି ଯିଏକି କବାଡ଼ି ପାଇଁ କରାଟେ ଶିଖୁଛନ୍ତି। ଆଉ ଏଠି ପିଲାମାନଙ୍କୁ ମିଳିଯାଇଛି ଜର୍ସି ଆଉ ବ୍ୟାଗ୍। ତାପରେ ପିଲାମାନେ ମଧ୍ୟ ରେଡ଼ି। ଏଠି ପିଲାମାନଙ୍କୁ ଛିଡ଼ା କରି ମିଟିଂଟେ କରି ଏ ଉଦୁଉଦିଆ ଖରାରେ ଆମେ ଷ୍ଟାର୍ଟ କରିବାକୁ ଚାଲିଲୁ ଖେଳ। ଖେଳ କ'ଣ କରିବୁ, ଆଗେ ଟିକେ ମିଟିଂ କରି ଦେଲୁ, ବୁଝିଲେ ନା। ଖେଳ ଆ ଭିତରେ ଆରମ୍ଭ ହେଇଗଲା। ଖେଳ ତ ଆରମ୍ଭ ହେଲା। ଖେଳ ଆରମ୍ଭ ହଉ ଏଇ ଯେଉଁ ଗ୍ରୀଷ୍ମ ଋତୁର ଖରା, ଛୁଆ ତ ତାଙ୍କର ଜୋସ୍ରେ ଖେଳିଦେଲେ, କିନ୍ତୁ ଆମେ ସାର୍ମାନେ କ'ଣ କରିବା ଲୋ ମା, ସମ୍ଭାଳି ହେଉନି। 2ଟା ଗ୍ରାଉଣ୍ଡରେ ଖେଳ ଷ୍ଟାର୍ଟ ହେଇଗଲା। ଆଉ ଦେଖିପାରୁଥିବେ ମୁଁ ହୁଇସିଲ୍ ମାରୁଛି ସତ, ଦେହ ଖାଲି ଥରୁଛି। ଆଉ ସମ୍ଭାଳି ହେଉନି ଏ ଖରା ଗରମକୁ। ଏ ଖରା ଗରମରେ ଯାଇ ଆମେ ଖାଇ ଦେଇଥିଲୁ। ଆଉ ଏ ଜଙ୍ଗଲ ମେ ମଙ୍ଗଲ କଲା ଭଳି ଆମ ସାର୍ ଆଉ ମ୍ୟାଡ଼ମ୍ ମାନଙ୍କୁ ତ ଆପଣ ଚିହ୍ନି ପାରୁନଥିବେ। ସେ ତ ଦେଖୁଛନ୍ତି କେଉଁ ଅବସ୍ଥାରେ ସବୁ ଆସୁଛନ୍ତି ମୁହଁ ଘୋଡ଼ାଘୋଡ଼ି କରି। ଆଉ ଏ ମ୍ୟାଡ଼ମ୍ ମାନେ ଖାଲି କଳା ପଡ଼ିଯିବେ, ସେଥିପାଇଁ ସେ ତାଙ୍କର ଫୁଲ୍ ମୁହଁ ଢାଙ୍କି ଦେଇଛନ୍ତି। ଆଉ ଖାଇଲା ପରେ ଦେଖନ୍ତୁ ଆମ ପିଲାମାନେ AC ରୁମ୍ ପାଇଛନ୍ତି, ପୁରା ଚିନ୍ଛତର ହେଇକି କେକୁଆଡ଼େ ପଡ଼ିଛନ୍ତି। ଆଉ ଆମେ କ'ଣ କରିବୁ, ସେଇଠି ଆମେ ମଧ୍ୟ ବସିଯାଇଛୁ।